କୁନି ବାବାଙ୍କର ଅଦୃଶ୍ୟ ଶକ୍ତି ଆଖି ବନ୍ଦ କଲେ ସବୁ କହୁଛନ୍ତି। ସୋମବାର ଶୁକ୍ରବାର ପ୍ରବଳ ଭିଡ଼ ଦେଖୁଛନ୍ତି ହାତ କହୁଛନ୍ତି ଲୋକଙ୍କ ଭୂତ ଭବିଷ୍ୟତ। ଶୂନ୍ୟବାଣୀ ହେଉଛି ଲୋକଙ୍କୁ ସବୁ କହିଦେଉଛନ୍ତି। ଭଗବାନ ଶଙ୍କରଙ୍କ ତାଙ୍କ ଉପରେ ରହିଛି ଆଶୀର୍ବାଦ। ସେ ଯାହା କହୁଛନ୍ତି ସବୁ ସତ ହେଉଛି। ଅତୀତରୁ ଭବିଷ୍ୟତ ସବୁ ତାଙ୍କ ମୁହଁରେ। ଆଉ ବାବାଙ୍କୁ ନିଜର ଭାଗ୍ୟ ଦେଖାଇବାକୁ ଲୋକଙ୍କର ଏମିତି ଜମୁଛି ଭିଡ଼। ଦେଖନ୍ତୁ ଗଛ ମୂଳରେ କେମିତି ଚାଲିଛି ପୂଜାର୍ଚ୍ଚନା। ବିଭିନ୍ନ ଦେବାଦେବୀଙ୍କ ଫଟୋ ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର, ବେକରେ ପଡ଼ିଛି ରୁଦ୍ରାକ୍ଷମାଳା। ଭୋଲା ବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ଏହି ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ 13 ହେବ, କିନ୍ତୁ ଭବିଷ୍ୟତ କହିପାରୁଥିବାରୁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି ଲୋକେ। ଯୋଉଟା ଦେଖୁଛି ସବୁ ସତ ହେବେ, ଯୋଉଟା କହୁଛି ପୁରା ଠିକ ହେଉଛି। ସେମାନେ ଜାଣା ଭାବିକି ଆସିଥିବେ, ତାଙ୍କର ମନର କଥା ବି କହିଦେଇ ପାରୁଛି। ଭଗବାନ ମୋତେ ସେଇଟା ଆବିର୍ଭୂତ କରିଛନ୍ତି। ମୋତେ କହିଛନ୍ତି ତୁ ଯାହାର ଭାଗ୍ୟରେ ଜାଣାଥିବା ତୁ ସବୁ କିଛି ଜାଣିପାରିବୁ। କାହାର ମରବା ଟାଇମ୍ର ଥିବା ବି ମୁଁ ସବୁ କିଛି କହିପାରୁଛି। ଆଉ ଯାହାର ବି ଘାତ ଅଛି ସବୁ କିଛି ଜାଣିପାରୁଛି। ସେଥିପାଇଁ ମୁଁ ବହୁତ ଲୋକଙ୍କ ସାହାଯ୍ୟ କରୁଛି। ଆଉ ଯେନ୍ଟା କହିଦେଉଛି ସବୁ ଠିକ୍ ଅଛି। ଭଗବାନଙ୍କ ଦୟାରୁ ସବୁ କିଛି ଭଲ ଚାଲୁଛି। ଆଉ ଭଗବାନ ମୋତେ ଏତେ ଉପରେ କ୍ଲିୟର କି ମୁଁ ବି ଜାଣିದೆ ଭଗବାନଙ୍କର କୃପାରୁ ମୁଁ ଏତେ ଉପରେ ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ତୁମେ ସମସ୍ତେ ଯେହେତୁ ଏତେ ଅନୁରୋଧ କରିକି ଭଗବାନଙ୍କୁ ତୁମେ ଆସିଛ ମୋ ଠାନକେ, ତୁମକୁ କହିକି ଆମର କିଛି ବା ତୁମେ ସବୁ କିଛି ଜାଣିପାରିବ। ଦେଖିଲା ମାତ୍ରକେ ମୋତେ ଏଠି ବାଲକଟିଏ ବୋଲି ଆଉ ତୁମକୁ କହିବାର ବି ମୋର ଆବଶ୍ୟକତା କିଛି ନାହିଁ। ମୁଁ ଏତେ ଛୋଟ ହେଇକି ତୁମକୁ ମୋ ପାଖରେ ଉତ୍ତର ଦେବା କିଛି ନାହିଁ। ଭଗବାନଙ୍କ ଦୟାରୁ ମୁଁ ସବୁ କିଛି କରିପାରୁଛି। ଆଉ ମୁଁ ଯୋଉଟା ଆସୁଛି ବହୁତ ଦୂର ହେଲାନ ଦୁସରା ତରଭା ପାଖରୁ ଏଇଟା ବଲାଙ୍ଗୀର ସାଇଡ଼ରୁ ଆସୁଛନ୍ତି ବହୁତ ଲୋକ ଦେଖେ। ଆଉ ସବୁ ହାତ ଗୋଡ଼ ଯାହାର ଯେଉଁଟା କ୍ଷତି ହେଲେ ବି ସବୁ ଠିକ୍ ହେଇଯାଉଛି ଭଗବାନଙ୍କ ଦୟାରୁ। କାହିଁକିନା ମୋ ପାଖରେ ସ୍ୱୟଂ ଭଗବାନ ଶିବ ଅଛନ୍ତି। ସେଥିପାଇଁ ମୁଁ ଯେନ୍ଟା କହିଦେଉଛି ସେଇଟା ଏହି କ୍ଷଣି ମାତ୍ରାରେ ହେଉଛି। ଯେନ୍ଟା ବୋଲୁଛି ସବୁ ଠିକ୍ ହେଇଯାଉଛି। ମୋ ମୁହଁରେ ସ୍ୱୟଂ ଭଗବାନ ଝୁଲୁଛନ୍ତି। ଆଉ ମୁଁ ତୁମକୁ ଏତିକି କହିପାରିବି, ଧନ୍ୟବାଦ। ଏ ହେଉଛନ୍ତି ବୌଦ୍ଧ କଣ୍ଟାମଳା ସୁର୍ଗାଭଟା ଖେତିପଡ଼ା ଗାଁର 13 ବର୍ଷୀୟ ସ୍ୱାଧୀନ ରଣା। ସ୍ୱାଧୀନ ପାଖ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ଗତ 30 ତାରିଖରେ ହଠାତ୍ ଭଗବାନଙ୍କ ପାଖରୁ ବରଦାନ ପାଇଥିବା କହୁଛନ୍ତି ସ୍ୱାଧୀନ। ଖାଲି କହୁଛନ୍ତି ତାହା ନୁହେଁ, ବରଂ ପ୍ରତି ସୋମବାର ଓ ଶୁକ୍ରବାର ଘର ବାଡ଼ି ପଟେ ଶିବଙ୍କ ପାଖରେ କରୁଛନ୍ତି ପୂଜାର୍ଚ୍ଚନା। ସପ୍ତାହର ଅନ୍ୟ ଦିନରେ ସେ ସ୍କୁଲ ଯାଉଥିବା ବେଳେ ସୋମବାର ଓ ଶୁକ୍ରବାର ଲୋକଙ୍କ ହାତ ଦେଖି କହୁଛନ୍ତି ଭୂତ ଓ ଭବିଷ୍ୟତ। ଆମେ ଏଠାନକେ ହାତ ଦେଖି ଯାଇଥିଲୁ। ବାବା ଯେତିକି କଥା କହିଲେ ଆମକୁ ହାତ ଦେଖିକରି ସବୁ ଆମଟା ସତ ହେଲା। ତାଙ୍କର କଥା ଲାଗୁ ହେଲା। ସେ ଯୋଗୁଁ ଆମେ ବାବା ଠାନେ ଆସିକରି ଆମେ ତାଙ୍କର ଠାନେ 9 ଦିନ ହେଲା ଇନେ ବସି ରହିଛୁ। ସ୍ୱାଧୀନଙ୍କ ଏପରି ପୂଜା ଓ ଭବିଷ୍ୟତ ଗଣନାକୁ ନେଇ ତାଙ୍କ ବାପା କହିଛନ୍ତି ପିଲାଟି ଦିନରୁ ସ୍ୱାଧୀନ ଠାକୁରଙ୍କୁ ପୂଜା କରୁଥିଲେ। ଏବେ ଆଶୀର୍ବାଦ ମିଳୁଥିବାରୁ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସେପଟେ କୁନି ବାବାଙ୍କ କଥା ସତ ହେଉଥିବା କହୁଛନ୍ତି ସ୍ଥାନୀୟ ଲୋକେ। ବାବୁ ଯେତେ 5 ବର୍ଷ ହେଲା ଆମ ଗଛ ବୃକ୍ଷରେ ଆସିକିରି ତାର ମାନେ ଆଶ୍ରୟ ନେଇକିରି ସେଟା ଭଗବାନଙ୍କର ଉପରେ ମନ୍ଦିର କରିକିରି ସବୁଦିନ ଫୁଲ ଦୁବ ଆଣିକିରି ଚଢ଼ା ଚୁଡ଼ି ଚାଲିଥାଏ। ଯେତେବେଳେ ଆମେ ମା ବୁଆ ତୁ କାହିଁ ଯାଉଛୁ ଆମ ଗଛକୁ, ଯେତେବେଳେ ବୋଲିନୁ ଆମେ ନାଇଁ ମୋର ଶ୍ରଦ୍ଧା ଅଛି ଆମ ଗଛ ତଳରେ ମନ୍ଦିର କରି ଫୁଲ ଧୂପ ଦେଇକିରି ମୋର ଭଗବାନଙ୍କର ମୁଇଁ ଆଲୋଚନା ମାଗୁଛେ ବୋଲି କହିଲି। ଜାଣିଲେ, ଯେତେବେଳେ ସେ କଥା ଆମେ କହିନୁ ବାପା ମାଙ୍କ କଥା କାହାକୁ ମାନି ନାଇଁ ମାନିକରି ସେ କଲେ, ସେନେ ପଢ଼ା ଚାଲିଲା। ତାର ପଢ଼ା ଯେତେବେଳେ ହେଇଗଲା କେ ଯେତେବେଳେ 14 ବର୍ଷ ହେଲା, 14 ବର୍ଷ ଯେନ୍ ଦିନ ହେଇଗଲା ବାବୁକେ, ତାପରେ ମାସେ ପର୍ଯ୍ୟନ୍ତ ତାକୁ ହୁକୁମ ହେଇଗଲେ। ସେନେ ଛୁଆ ଘରେ ଦେଖବାର ଆରମ୍ଭ କଲେ। ସେ ସବୁଆଡ଼େ ବାବା 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 ସମସ୍ତେ ବୋଲି ସେନେ ଦେଖିଲେ। ମାସେ ପର୍ଯ୍ୟନ୍ତ ଯେତେବେଳେ ହେଇଗଲା, ମାସେରୁ ତାର ମାନେ ଯେନ୍ତା 1.5 ମାସ ହେଇଗଲା, ତାହାକୁ ସପନା ହେଇଗଲା ଯେ ବାବା ସେନେ ବାହାରକୁ। ନିଜର ଭାଗ୍ୟ ଓ ଭବିଷ୍ୟତ ଜାଣିବା ପାଇଁ ଏବେ ସ୍ୱାଧୀନଙ୍କ ଘର ସାମ୍ନାରେ ଲାଗୁଛି ଭିଡ଼। ସ୍ଥିତି ଏମିତି ହେଲାଣି ଯେ ପ୍ରତି ସୋମବାର ଓ ଶୁକ୍ରବାର ତାଙ୍କ ଘର ସାମ୍ନାରେ ଲୋକଙ୍କର ଲାଗୁଛି ଲମ୍ବା ଲାଇନ। ସୋନପୁର ରବୀନ୍ଦ୍ର ହୋତାଙ୍କ ରିପୋର୍ଟ, OTV।